ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ। ସେ ବ୍ରଜ ନାରୀଙ୍କ ପୟରେ ମନ ମୋରହୁ ନିରନ୍ତରେ, ମନ ମୋ ନିରନ୍ତରେ ରହୁ। হা কৃষ্ণ বলি জীব যাও, হা কৃষ্ণ বলি যাও জীব। মা মା ଆରେ ଯାଉଛି। କଣ ହେଉଛନ୍ତି ଏଗୁଡାକ? ଭାଗବତ ଟିକେ ପଢିବାକୁ ଦଉନାହାନ୍ତି, ଧର୍ମ ଛାଡିଲାଣି ଏଗୁଡାଙ୍କୁ। ସେ ନାବେ ବସ ଭ୍ରାନ୍ତି ଛାଡି, ନମର ଭବ ଜଳେ ବୁଡି, ବୁଡି ନମର ଭବ ଜଳେ। କୃଷ୍ଣ ସୁମରି ଉଠ କୂଳେ, କୃଷ୍ଣ ଅଛନ୍ତି ସାଧୁ ମେଳେ। ଚାଲ ଦେଖିବା ବେନି ଡୋଳେ, ସାଧୁ ଯେ ମଳୟ ପବନ। ମା ମା ଟିକେ ଜଲ୍ଦି ଆସ। କାଷ୍ଟକୁ କରନ୍ତି ଚନ୍ଦନ। ଯାଉଛି ଯାଉଛି। ଓହୋ, କଣ ହେଲା? କାହିଁକି ବ୍ୟସ୍ତ ହଉଛ? ଆରେ ଦିବାକର, କଣ ହେଇଛି? ମା କୁନିକୁ ଆଜି ଦେଖିବାକୁ ଆସୁଛନ୍ତି, ସେଥିପାଇଁ ଆମେ ସମସ୍ତେ ସକାଳୁ ସକାଳୁ ମନ୍ଦିରକୁ ବାହାରିଛୁ। ଜଲ୍ଦି ଆମେ ମନ୍ଦିର କାମଟା ଛିଣ୍ଡେଇକି ଆସିଲେ ଗେଷ୍ଟ ମାନଙ୍କ କଥା ବୁଝାବୁଝି କରିବା, ସେଥିପାଇଁ ତୁ ବି ଟିକେ ଜଲ୍ଦି ଜଲ୍ଦି ବାହାରି ପଡ। ଦେଖଉଥା ଝିଅକୁ, ସେମିତି ହଜାରେ ଜାଗା ଦେଖଉଥା। ମୁଁ ଯେତେବେଳେ କହିଲି ମୋ କଥା କଣ କେହି ହେଲେ ଶୁଣିଲେ? ଝିଅ ପିଲା ଖତଗଦା ବଢିଯିବେ। 15-16 ବର୍ଷରେ ତାଙ୍କର ଜୁଆନ ବୟସ, ସେଇ ସମୟରେ ସିନା ତାର ବାହାଘର କରିଦେବା କଥା। ତାକୁ ଆସି 23 ପୁରି 24 ଚାଲିଲାଣି। ଏ ବୟସରେ କିଏ ରାଜି ହବ ତାକୁ ବାହା ହେବାକୁ? ମା ଆପଣ ଏମିତି କଣ କହୁଛନ୍ତି? ଏ ଆଉ କେମିତି କହିବି ବା? ତା ସାଙ୍ଗର ଝିଅ 2-3ଟା ଛୁଆର ମା ହେଲେଣି। ତାକୁ ଦେଖିଲେ ଫୁଟବଲ ଭଳିଆ ମୋଟା ହେଇଛି, ଦେଖାଯାଉଛି 40 ବର୍ଷର ମାଇକିନା ଭଳିଆ। ଏ କିଏ ରାଜି ହବ ତାକୁ? ମତେ କାହିଁ ଲାଗୁନି। ସେଇଥିପାଇଁ ନୀତି ଠାକୁରଙ୍କୁ ଡାକୁଛି। ସବୁ ସେଇ ଠାକୁରଙ୍କ ଇଚ୍ଛା। ଯାହା ହେଉ, ମୋ ଜେଜେମା ମୋ ପାଇଁ କେତେ ଭାବୁଛି। ଆଲୋ ତୁ କଣ ବୁଝିବୁ? ମୁଁ ସିନା ରାଗିକି ତମମାନଙ୍କୁ ଗାଳି କରିଦଉଛି, ହେଲେ ତମ ମାନଙ୍କ କଷ୍ଟ ଦେଖି ମୁଁ ଜମା ସହିପାରୁନି। ଆରେ ମା ତୁ ବ୍ୟସ୍ତ ହନା, ବର୍ତ୍ତମାନ ଯୁଗ ବଦଳି ଗଲାଣି। ଆଗ ଭଳି ଝିଅ ମାନେ ଆଉ କମ ବୟସରେ ବିବାହ କରୁନାହାନ୍ତି। ଏକଥା ମୁଁ ନୁହଁ, ଏକଥା ସବୁ ଡାକ୍ତର ମାନେ ବି କହୁଛନ୍ତି। ଏ ରଖ ତୋ କଥା, ସବୁ ନାଟର ଗୋବର୍ଦ୍ଧନ ତୁ। ହଉ ମା, ଡେରି ହେଇଯାଉଛି, ଏଥର ଚାଲ ଯିବା। ଚାଲେଲୋ ନାତୁଣୀ, ଦେଖିବା ଆଜି କୋଉ ନାଗର ଆସୁଛି ତତେ ଦେଖିବା ପାଇଁ। ଜେଜେମା ଏମିତି କଣ କହୁଛୁ ଯେ? ଯେମିତି ଟୋକିର ବାହା ହେବାକୁ ଜମା ଇଚ୍ଛା ନାହିଁ। ହଉ ଚାଲ ସବୁ। ବାପା ଆମେ କଣ ଚାଲି ଚାଲି ଯିବା? ଆଉ କଣ ତୋ ପାଇଁ ଗୋଟେ ଏରୋପ୍ଲେନ ଆସିବ? ଆରେ ମନ୍ଦିର ଏଠୁ 1 କିଲୋମିଟର, 10-15 ମିନିଟରେ ଆମେ ସମସ୍ତେ ପହଞ୍ଚିଯିବା। ଆଲୋ ମୁଁ 70 ବର୍ଷର ବୁଢୀ ହେଇକି ଏତେ ଜୋରରେ ଚାଲୁଛି, ଆଉ ତୁ ଏମିତି କଣ ହଉଛୁ ବା? ଟିକେ ବେଇକି ଆସେ। ଚାଲୁଛି ତ, ଆଉ କେତେ ଜଲ୍ଦି ଚାଲିବି ଯେ? ସକାଳୁ ଖାଇ ଦେଇଥିଲି, ସେଇଥିପାଇଁ ପରା ଚାଲି ପାରୁନି। ଯେତେ କହିଲି ଖାଇବା ଟିକେ କମା, ତା ଦ୍ୱାରା ହେଲାନି। ତମେ କାହିଁକି ରାଗୁଛ ଯେ? ମୁଁ ଖାଇବା କମେଇ ଦେଇଛି ପରା। ହଉ ଚାଲେ। ମା ମୁଁ ପାହାଚ ଚଢି ପାରିବିନି। ଫାଜିଲାମି ନାହିଁ, ଜଲ୍ଦି ଚାଲ। ମାଲୋ ମରିଗଲି, ଏ ମା ମରିଗଲି ମୁଁ। ମାଲୋ ନା ବୋପାଲୋ, ଟୋକିଟା କେମିତି ହଉଛି ଦେଖ।
ଆରେ ତମେ ମାନେ ଟିକେ ପାଟି ବନ୍ଦ କରିବ। ନନା ଏଇଟା ଟିକେ ଭୋଗ କରିଦିଅନ୍ତୁ। ଆଲୋ ଠିଆଟା ହେଇଛୁ କଣ ବା? ଭଲ ମୁଣ୍ଡିଆ ମାରୁନୁ, ଭଲ କିରି ମୁଣ୍ଡିଆ ମାରେ, ଯେମିତି ତୋ ପାଇଁ ଗୋଟେ ସୁନ୍ଦରିଆ ବରଟେ ମିଳିବ। ବୁଢୀ ବେଶୀ ଗୋଟେ ଛଇ କାଢୁଛି, ଦେଖୁନ କେତେ ଛଇ କାଢୁଛି। ଆରେ ବିଜୟ ବାବୁ ନମସ୍କାର। ନମସ୍କାର। ଆସନ୍ତୁ। ଆପଣଙ୍କର ଏତେ ଲେଟ୍ ହେଲା ଯେ? ଆମେ କେବେଠୁ ଆପଣଙ୍କୁ ଅପେକ୍ଷା କରିଥିଲୁ। ନାଇଁ ସେମିତି କିଛି ନାହିଁ ଯେ ଟିକେ ବାହାରୁ ବାହାରୁ ଟିକେ ଲେଟ୍ ହେଇଗଲା ଆଉ। ଉମା ଉମା, ଆରେ ବିଜୟ ବାବୁ ଆସିଲେଣି ପରା। ଆରେ କୁନିକୁ କୁହ ଟିକେ ବାହାରିବ। ଆଉ ତମେ ମିଠା ଦିଟା ନେଇକି ଡ୍ରଇଂ ରୁମକୁ ଆସ। ନମସ୍କାର ଆଜ୍ଞା। ନମସ୍କାର। ଇଏ ହେଲା ମୋ ପୁଅ ଶାନ୍ତନୁ, ସଫ୍ଟୱେର ଇଞ୍ଜିନିୟର ଭାବରେ ସେ ଦିଲ୍ଲୀରେ ସର୍ଭିସ କରୁଛି। ଆଜ୍ଞା, ଆପଣଙ୍କ ପୁଅଙ୍କ ବିଷୟରେ ମୁଁ ଜାଣିଛି। ବହୁତ ଶାନ୍ତ ସ୍ୱଭାବର ପିଲା ସିଏ। ଦିବାକର ବାବୁ, ଆପଣ ଟିକେ ଝିଅକୁ ଟିକେ ଡାକନ୍ତୁ। ଆରେ ଏଇ ତ କୁନି ଆସିଲାଣି। ହେଲା ମା ହେଲା, ହଉ ହଉ ଉଠୁ। ଝିଅ ବି ମୋର ଭାରି ସରଳ। ଆଚ୍ଛା ଝିଅ, ତମେ କୋଉ ଯାଏ ପାଠ ପଢିଛ? MA ଫାଇନାଲ ଇୟର କରୁଛି। ଶାନ୍ତନୁ, ତୁ କିଛି ପଚାରିବୁ କି? ନା, ମୋର କିଛି ପଚାରିବାର ନାହିଁ। ଠିକ ଅଛି ଦିବାକର ବାବୁ, ଆମେ ଏବେ ଆସୁଛୁ। ବାକି ଯାହା କଥା ଆମେ ଫୋନରେ ହବା। ହଉ ଆମେ ଆସୁଛୁ। ଆରେ କଣ ହେଇଛି? ମତେ ଏଠିକି ଫୋନ କରି ଡାକିଲୁ, କିଛି ନ କହି କାନ୍ଦୁଛୁ କାହିଁକି? ଦେଖ, ତୁ ଯଦି କିଛି ନ କହିବୁ ମୁଁ କଣ କରିବି ଯେ? ମୋର ବାହାଘର ପ୍ରସ୍ତାବଟା ଭାଙ୍ଗିଗଲା। ଆରେ ଏଇ କଥା, ମୁଁ ତ ଭାବିଲି ଆଉ କଣ ହେଇଛି। ତା ଛଡା ଏଇଟା ତ ପ୍ରଥମ ବାହାଘର ପ୍ରସ୍ତାବ ନୁହେଁ। ଏମିତି ତୋର କେତେ ବାହାଘର ପ୍ରସ୍ତାବ ଭାଙ୍ଗିଲାଣି। ସବୁ ବାହାଘର ପ୍ରସ୍ତାବ ଆସିଲେ ଯେ ବାହାଘର ହେବ ସେମିତି ତ କିଛି ମାନେ ନାହିଁ। ହେଲେ ଏଇଟା ମିଶେଇକି ମୋର 30ଟା ବାହାଘର ପ୍ରସ୍ତାବ ହେଇଗଲା। ସମସ୍ତେ କହୁଛନ୍ତି ମୋଟି, ଅଧିକ ବୟସ ହେଇଯାଇଛି। ମୋ ଠାରୁ ବୟସ୍କ ଝିଅ ମାନେ ବାହା ହେଇଯାଉଛନ୍ତି, ମୋର କାହିଁକି ହଉନି? ମୁଁ ଗୋଟେ ଅଲକ୍ଷଣୀ। ଦେଖ, ତୁ ସବୁ ବୁଝିବି ଅବୁଝା ହନି। ତୁ ମୋ ସଜେସନ କେବେ ମାଗିଛୁ? ତା ଛଡା ମୁଁ ତ ଏଠି ନଥିଲି, ହାଇଦ୍ରାବାଦରେ ଥିଲି। ହାଇଦ୍ରାବାଦରେ ଫାର୍ମାସିଷ୍ଟ କୋର୍ସ କରୁଥିଲି। ଏଇ 2 ମାସ ହେଲା ମୁଁ ପାଖ ହସ୍ପିଟାଲରେ ଜଏନ କରିଛି। ତୋର ମୋର ପିଲାଦିନେ ଯାହା ଦେଖା ହେଇଥିଲା। ହେଲେ ଏମିତି ମୋ ଜୀବନରେ କାହିଁକି ହେଉଛି? ବିକାଶକୁ ଭଲ ପାଇଥିଲି ଯେ ସେ ବି ସ୍ୱାର୍ଥପରଙ୍କ ଭଳି ଅଧାରୁ ହାତ ଛାଡିଦେଲା। ତାପରେ ନିଷ୍ପତ୍ତି କଲି ବାହା ହେବିନି ବୋଲି। ହେଲେ ଘର ଲୋକ ଜିଦ୍ଦି କଲେ। ତାପରେ ଧୀରେ ଧୀରେ ଯେତେବେଳେ ନିଜକୁ ବାହା ହେବା ପାଇଁ ପ୍ରସ୍ତୁତ କଲି, ଭାଗ୍ୟ ହାତ ଛାଡିଦେଲା। ଶୁଣ କୁନି, ଏବେ ବି କିଛି ହେଇନି। ତୋର ଏଇ ଅବସ୍ଥା ପାଇଁ କେବଳ ତୁ ହିଁ ଦାୟୀ। ମୁଁ ଦାୟୀ? କେମିତି? ତୋର ୱେଟ୍ କେତେ? 80 କିଲୋ। 5 ବର୍ଷ ତଳେ କେତେ ଥିଲା? 40-50 କିଲୋ ଥିଲା। ଆଉ କେତେ ଥିବ? ଗଲା ବର୍ଷ 60 କିଲୋ। ତୁ ତ ୱେଟ୍ ଟା କଣ୍ଟ୍ରୋଲ କରୁନୁ କାହିଁକି? ହେଲେ ମୁଁ କଣ କରିବି ଯେ, ମୁଁ ତ କମ କମ ଖାଉଛି। ଶୁଣ କୁନି, ତତେ ମେଦବହୁଳତା ରୋଗ ହୋଇଛି। ମେଦବହୁଳତା କଣ ତୁ ଜାଣିଛୁ? ମେଦବହୁଳତା ଏକ ଖାଦ୍ୟାଧିକ ଜନିତ ରୋଗ। ଏହାକୁ ମୋଟାପଣ କହନ୍ତି। ତୁ ଆଜି ସିନା କମ କମ ଖାଉଛୁ ପତଳା ହେବା ଲାଗି, ଆଗରୁ ତ ତୋ ଖାଇବାରେ କଣ୍ଟ୍ରୋଲ କରିନୁ। ଏବେ କେମିତି ହେବ ଯେ? ହଁ କୁନି, ବେଳେ ବେଳେ ମୋଟାପଣ ମଧ୍ୟ ବଂଶାନୁକ୍ରମିକ ହୋଇଥାଏ। ଯଦି ବାପା କିମ୍ବା ମା ମୋଟା ଅଛନ୍ତି, ତାଙ୍କ ଅନୁଯାୟୀ ମଧ୍ୟ ଶରୀର ମୋଟା ହୋଇଥାଏ। ସେ କ୍ଷେତ୍ରରେ ଖାଦ୍ୟ କମେଇଲେ ମଧ୍ୟ ମୋଟାପଣ ଦୂର ହେବନି। ସେଥିପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକ୍ସରସାଇଜ କରିବାକୁ ପଡିବ। ତାହେଲେ ଟିକି, ମୁଁ ଯଦି ଏକ୍ସରସାଇଜ କରିବି ପୂର୍ବ ଭଳି ପତଳା ହୋଇପାରିବି ତ? ହଁ, କାହିଁକି ନୁହେଁ। ତତେ ଆଉ କେତୋଟି କଥା କହି ରଖୁଛି, ମନେ ରଖିବୁ। ତୋର ବହୁତ କାମରେ ଲାଗିବ। ଆବଶ୍ୟକତା ଠାରୁ ଅଧିକ ଖାଇଲେ କେତେକ ଖାଦ୍ୟାଧିକ ଜନିତ ରୋଗ ହୋଇଥାଏ। ସେଗୁଡିକ କଣ ଜାଣିଛୁ? ସେଗୁଡିକ ହେଉଛି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହୃଦଘାତ ଇତ୍ୟାଦି ରୋଗକୁ ବୁଝାଇଥାଏ। ହେ ଭଗବାନ, ମଣିଷ କଣ କରିବ ଯେ? ଖାଦ୍ୟ ଖାଇଲେ ବି ରୋଗ, ଖାଦ୍ୟ ନ ଖାଇଲେ ବି ରୋଗ। ଆରେ ଆବଶ୍ୟକୀୟ ପରିମାଣରେ ଖାଦ୍ୟ ଖାଇଲେ କାହିଁକି ରୋଗ ହେବ ଯେ?
ଆଚ୍ଛା ଟିକି କହିଲୁ, ମତେ ରାତିରେ ଜମା ଭଲ ନିଦ ହେଉନି। ସେଥିପାଇଁ ଦେଖୁନୁ ଆଖି ତଳା ଗୁଡ଼ିକ କେମିତି କଳା ପଡ଼ିଯାଇଛି। ଏଥିପାଇଁ କେବେ ଡାକ୍ତରଖାନା ଯାଇ ଚେକଅପ୍ କରେଇଥିଲୁ? ନା, କେବେ ଚେକଅପ୍ କରେଇନି। ଜାଣିଛୁ କୁନି, ତୋର ଉଚ୍ଚ ରକ୍ତଚାପ ବି ଅଛି। ଶରୀରର ଓଜନ ବଢିଲେ ଉଚ୍ଚ ରକ୍ତଚାପ ହୋଇଥାଏ, ସେଥିପାଇଁ ରାତିରେ ନିଦ ହୁଏନି। ମତେ ଭାରି ବ୍ୟସ୍ତ ଲାଗୁଛି ଟିକି। ମୁଁ କଣ କରିବି ଯେ? ତୁ ଜମା ବ୍ୟସ୍ତ ହନା, ସବୁ କିଛି ଠିକ ହୋଇଯିବ। ଖାଲି ସେତିକି ନୁହେଁ, ଶୁଣ, ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇଲେ ତାହା ଶରୀରରେ କୋଲେଷ୍ଟର ବା ଚର୍ବି ଆକାରରେ ଶରୀରରେ ସଞ୍ଚିତ ହୋଇ ରହିଥାଏ, ଫଳରେ ଶରୀରର ଓଜନ ବଢେ। ଶରୀରରେ କୋଲେଷ୍ଟରର ମାତ୍ରା ବଢିଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଏବଂ ଆମ ଦେହର ହୃଦସ୍ପନ୍ଦନ ମାତ୍ରା ଅସ୍ୱାଭାବିକ ହୋଇଥାଏ ଏବଂ ହୃଦରୋଗ ମଧ୍ୟ ଦେଖାଯାଏ। ହେଲେ ଟିକି, ଆମ ସ୍ୱାଭାବିକ ହୃଦସ୍ପନ୍ଦନ କେମିତି ଜାଣିବା? ଆରେ ବୋକି, ଆମର ସ୍ୱାଭାବିକ ହୃଦସ୍ପନ୍ଦନ 1 ମିନିଟରେ 72 ଥର ଚାଲେ। ନାଡିକୁ ଚିପିଲେ ଆମେ ଏହା ଜାଣିପାରିବା। ଠିକ ଅଛି। ଆଉ ଗୋଟେ କଥା ଶୁଣ କୁନି, ଏହା ଶରୀରର ଉଚ୍ଚ ରକ୍ତଚାପର ସାଧାରଣ ଅବସ୍ଥା 120/80, ଅର୍ଥାତ୍ ଉଚ୍ଚରେ ଏହାର ମାତ୍ରା 120, ନିମ୍ନରେ ଏହାର ମାତ୍ରା 80। ରକ୍ତଚାପର ପରିମାଣ ଅତ୍ୟଧିକ ହୋଇଗଲେ ହୃଦଘାତ ହୋଇଥାଏ। କେମିତି ହୋଇଥାଏ? ଜାଣିଛୁ କୁନି, ଆମର ହୃଦସ୍ପନ୍ଦନ ହଠାତ୍ ବନ୍ଦ ହୋଇଯାଏ। ଅତ୍ୟଧିକ ଉଚ୍ଚ ରକ୍ତଚାପରେ ମଧ୍ୟ ବ୍ୟକ୍ତିର ବ୍ରେନ୍ ହାମରେଜ ହୋଇଥାଏ। ବେଳେ ବେଳେ ବ୍ୟକ୍ତି ପକ୍ଷାଘାତର ମଧ୍ୟ ଶିକାର ହୋଇଥାଏ। ତୁ ମତେ ଏମିତି ଡରାନା ଟିକି। ମୁଁ ତତେ ଡରଉନି ରେ, ମୁଁ ତ ପାଖରେ ହିଁ ଅଛି, ତୋର କିଛି ହବନି। ତାହେଲେ ମୁଁ କଣ କରିବି ତୁ ମତେ କହ। ମୋର ମରିବାକୁ ଜମାରୁ ଇଚ୍ଛା ନାହିଁ। ଶୁଣ କୁନି, ପ୍ରଥମ କଥା ହେଲା ତୈଳଯୁକ୍ତ ଖାଦ୍ୟ ଜମା ଖାଇବୁନି। ସକାଳର ଜଳଖିଆରେ ଛତୁଆ, ଚୁଡା କିମ୍ବା ଫଳମୂଳ ଖାଇବୁ। ରାତିରେ ହାଲକା ଖାଦ୍ୟ ଖାଇବୁ, ଯେମିତିକି ରୁଟି, ପାଉଁରୁଟି, ଏହି ସବୁ ଖାଦ୍ୟ ଖାଇବୁ। ଯେତେ ସମ୍ଭବ ସକାଳୁ ଉଠି ବ୍ୟାୟାମ କରିବୁ। ଦୌଡ଼ିବା, ଚାଲିବା କିମ୍ବା ପାଖ ଜିମ୍ ସେଣ୍ଟରକୁ ଯାଇ ଜିମ୍ କରିବୁ। ଦେଖିବୁ ଗୋଟିଏ ମାସରେ ତୋର ହୁଲିଆ ବଦଳିଯିବ। ତୋ କଥା ସବୁକୁ ଅକ୍ଷରେ ଅକ୍ଷରେ ପାଳନ କରିବି। ଆଚ୍ଛା, କେବେଠୁ ପାଳନ କରିବୁ କହିଲୁ? କାଲିଠୁ ପାଳନ କରିବି। ଆରେ କାଲିଠୁ ନୁହେଁ, ଆଜିଠୁ ପାଳନ କରିବୁ କହ। ଓକେ ବାବା, ଓକେ, ଆଜିଠୁ ପାଳନ କରିବି। ଆଉ ଗୋଟେ କଥା ଶୁଣ କୁନି, 7-8 ଘଣ୍ଟାରୁ ଅଧିକ ସମୟ ଜମା ବି ଶୋଇବୁନି କି ଅଧିକ ସମୟ ବିଶ୍ରାମ ନେବୁନି। ହ୍ୟାଲୋ, ହଁ ବାପା, ମୁଁ ଟିକି ସାଙ୍ଗରେ ପାର୍କରେ ଅଛି। ଏବେ 15 ମିନିଟରେ ପହଞ୍ଚୁଛି। ହଉ ଟିକି, ତୁ ଏବେ ଯା। ଆରେ ହଁ, ତୁ କାଲି ଆମ ଘରକୁ ଆସିବୁ। କାଲି ନୁହେଁ କୁନି, ମୁଁ ମାସେ ପରେ ଯିବି। ତତେ ମୋ ନୂଆ ରୂପରେ ଦେଖିବାକୁ ଚାହୁଁଛି। ଠିକ ଅଛି, ଚାଲ ଯିବା। ମ୍ୟାଡାମ, ମ୍ୟାଡାମ, ଏଇ ସାମ୍ନା ଘରଟା ଦିବାକର ବାବୁଙ୍କର ତ? ଏ ହ୍ୟାଲୋ, ତୁ ମତେ ଚିହ୍ନି ପାରୁନୁ? ମ୍ୟାଡାମ କଣ କହୁଛୁ ବା? କିଏ? ମୁଁ କୁନି, ତୋ ସାଙ୍ଗ। କୁନି? ମୁଁ ବିଶ୍ୱାସ ବି କରିପାରୁନି। ଗୋଟେ ମାସରେ ଏସବୁ କେବଳ ତୋରି ପାଇଁ ସମ୍ଭବ ହୋଇଛି। ଆରେ ସତରେ ନା କଣ? ଆସନ୍ତା ମାସ 11 ତାରିଖରେ ମୋର ବାହାଘର। ପୁଅ ଜଣେ ଡକ୍ଟର। ଆରେ କଂଗ୍ରାଚୁଲେସନ କୁନି। ସବୁ କଥା ଏଇଠି ହବା ନା ଘରକୁ ଯିବୁ? ଆରେ ଚାଲ ଚାଲ ଯିବା, ଚାଲ ଘରକୁ ଚାଲ। ମା ପ୍ରଣାମ। ଆଜ୍ଞା ନମସ୍କାର। ହେଲା ମା, ହେଲା। ନା ଜେଜେମା, ସେମିତି କେବେ ବି କହିବନି। ସତରେ ଟିକି, ତମେ ଯାହା କରିଛ। ମାଉସୀ, ତମେ ବି? ହଁ ଟିକି। ଦେଖ ମୋଟି, ତୁ ଜମା ପାଟି କରନା। ଆରେ ମୁଁ ଆଉ ମୋଟି ନୁହେଁ। ଆପଣ ଶୁଣୁଥିଲେ ନାଟକ ସମ୍ଭବ। ଏହାକୁ ରଚନା କରିଥିଲେ ଅନୁପ ସାହୁ। ଅଂଶଗ୍ରହଣ କରିଥିଲେ ଭାଗ୍ୟ, ଲୋକନାଥ, ଜ୍ୟୋତ୍ସ୍ନା, ମୋନାଲିସା, ଅନୁପ, ସାଗରିକା ଓ କାଜଲ। ବେତାରା ସମ୍ପାଦନା କରିଥିଲେ ଭାଗ୍ୟ ଓ ଅନନ୍ତ। ପରିଚାଳନାରେ ଥିଲେ ଲୋକନାଥ ମଙ୍ଗରାଜ।
ଶ୍ରୋତା ବନ୍ଧୁ, ଦୁନିଆରେ ଅସମ୍ଭବ କହିଲେ କିଛି ନାହିଁ। ଉତ୍ତମ ପ୍ରୟାସରେ ସବୁକିଛି ସମ୍ଭବ ହୋଇପାରିବ। ତେବେ ସମୟ ତ ହୋଇଯାଇଛି। ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ସାକ୍ଷାତ କରିବା ପାଇଁ ପ୍ରତିଶ୍ରୁତି ଦେଇ ବିଦାୟ ନେଉଛି ମୁଁ ଜ୍ୟୋତ୍ସ୍ନା। ନମସ୍କାର।